ରାଷ୍ଟ୍ରପତିଙ୍କ ପ୍ରତି ସୋନିଆ ଗାନ୍ଧୀଙ୍କ ଅଶାଳୀନ ମନ୍ତବ୍ୟ ପ୍ରତିବାଦରେ ବିଜେପିର ପୁଷ୍ପତୁଳା ଦାହ। ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ନିର୍ବାଚନ ମଣ୍ଡଳୀ ମୋରଡ଼ା ବ୍ଲକ ଚିତ୍ରଡ଼ା ଶୀର୍ଷାପାଳ ଛକଠାରେ ବିଜେପି ପକ୍ଷରୁ କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ପୁଷ୍ପତୁଳା ଦାହ କରିଛନ୍ତି ବିଜେପି କର୍ମୀମାନେ। ସୂଚନାରୁ ଜଣାପଡ଼ିଛି, ମହାମହିମ ରାଷ୍ଟ୍ରପତି ମୟୂରଭଞ୍ଜର ଝିଅ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ଅଶାଳୀନ ମନ୍ତବ୍ୟ ଦେଇଥିବାରୁ ମୟୂରଭଞ୍ଜ ଜିଲ୍ଲା ସଭାପତି ନିହାର ମୋଦି ଓ ମାନ୍ୟବର ମନ୍ତ୍ରୀ ନଗର ଉନ୍ନୟନ ଓ ଗୃହ ନିର୍ମାଣ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନିର୍ଦ୍ଦେଶରେ ଦାନ୍ତିଆମୁହା ସମିତି ସଭ୍ୟ ସୁକୁଲ ମୁର୍ମୁଙ୍କ ନେତୃତ୍ୱରେ କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ପୁଷ୍ପତୁଳା ଦାହ କରାଯାଇଛି। ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ମଣ୍ଡଳ ସମ୍ପାଦକ ପ୍ରକାଶ ଜେନା, ରାଜେନ୍ଦ୍ର ବିଞ୍ଜାଣୀ, ଯୁବ ମୋର୍ଚ୍ଚା ସଭାପତି ସତୀଶ ଚନ୍ଦ୍ର ମହାନ୍ତ, ସୋସିଆଲ ମିଡ଼ିଆ ସତ୍ୟକାନ୍ତ ବେହେରା ସହିତ ଅମରୀଶ ବେହେରା, ସମୀର ଦେଓ, କୁନମୁନ ସି, ମିଥୁନ ଧଳ, ସନ୍ତୋଷ ନାୟକ, ଜଗଦୀଶ ସାହୁ, ଅବସରପ୍ରାପ୍ତ ସୈନିକ ନକୁଳ ଚନ୍ଦ୍ର ମହାନ୍ତ, ବିନୋଦ ମହାନ୍ତ, ବୁଧେଶ୍ୱର ବେହେରା, ରଘୁନାଥ ବେହେରା, କ୍ଷିତୀଶ ଧୁଙ୍ଗିଆଙ୍କ ସହ ଶତାଧିକ ବିଜେପି କର୍ମୀ ଉପସ୍ଥିତ ରହି କଂଗ୍ରେସ ବିରୋଧୀ ନାରା ଦେଇ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ପୁଷ୍ପତୁଳା ଦାହ କରିବାର ଦେଖିବାକୁ ମିଳିଛି। ଏନେଇ ବିଜେପି ନେତା ସୁକୁଲ ମୁର୍ମୁ କ'ଣ କହୁଛନ୍ତି, ଆସନ୍ତୁ ଶୁଣିବା ତାଙ୍କ ମୁହଁରୁ। କ'ଣ ରହିଥିଲା କାର୍ଯ୍ୟକ୍ରମର ମୁଖ୍ୟ ଆଉ କ'ଣ ଥିଲା ଉଦ୍ଦେଶ୍ୟ, କେଉଁ ବାର୍ତ୍ତା ନେବା ପାଇଁ ଆଜିକା କାର୍ଯ୍ୟକ୍ରମ? ଆଜି ଆକ୍ଚୁଆଲି ଆପଣ ଶୁଣିଥିବେ ଯେଉଁ ସଂସଦ ଭିତରେ ପବିତ୍ର ସ୍ଥାନରେ ଆମ ରାଷ୍ଟ୍ରପତିଙ୍କ ମାନେ ଅବମାନନା କଲା ଭଳିଆ ଯେଉଁ ଗୋଟେ ସୋନିଆ ଗାନ୍ଧୀ ତାଙ୍କୁ ଅସମ୍ମାନ କଲା ଭଳିଆ କଥା ଯେଉଁ କହିଲେ, ବେଚାରୀ କହିକି ଜଣେ ସର୍ବୋଚ୍ଚ ଆମ ନାଗରିକ ଭାରତବର୍ଷର, ତା ପ୍ରତି ଏତେ ନିମ୍ନ ଚିନ୍ତାଧାରା କାହିଁକି? ଯେତେ ଯାହା ହେଲେ ବି ସେ ଜଣେ ହେଉଛନ୍ତି ଆମର ଭାରତର ରାଷ୍ଟ୍ରପତି, ତେଣୁ ତାକୁ ସମ୍ମାନ ନିହାତି ଦେବା ଦରକାର। ବାହାରେ ଯେକୌଣସି କଥା କହିଲେ ଠିକ୍ ଅଛି, ଆମେ ଧରିବୁ ନାହିଁ, କିନ୍ତୁ ଯେହେତୁ ସଂସଦ ଭିତରେ ପବିତ୍ର ସ୍ଥାନ ଭିତରେ ତାକୁ ଅସମ୍ମାନ କଥାବାର୍ତ୍ତା କରିବା ଇଏ ସୌଭାଗ୍ୟ ନାହିଁ। ତେଣୁ ୟାକୁ ଯଦି ସେମାନେ ନ ସୁଧରନ୍ତି ବା ତାଙ୍କୁ ଯଦି ସମ୍ମାନ ନ ଦିଅନ୍ତି ତ ଭବିଷ୍ୟତରେ ଆମେ ପୁଣି ରାସ୍ତାରେ ଓହ୍ଲାଇବୁ ଏବଂ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କେମିତି ନେବ ସରକାର, ତା ପ୍ରତି ଆମେ ନିଶ୍ଚିତ ଭାବରେ ସବୁ। ଚିତ୍ରଡ଼ା ମଣ୍ଡଳ ଜେନେରାଲ ସେକ୍ରେଟାରୀ କ'ଣ ଥିଲା ଆପଣଙ୍କର ଆଜି ଆମେ ଗୋଟେ ପୁରା ପୁଷ୍ପତୁଳା ଦାହ କଲୁ, ଯାହାକି ସୋନିଆ ଗାନ୍ଧୀ ଆଉ ରାହୁଲ ଗାନ୍ଧୀ ଯେଉଁ ଘଟି ଯାଇଛି ଆମର ସଂସଦ ଭିତରେ, ଆମର ଯେଉଁ ସର୍ବୋଚ୍ଚ ନେତ୍ରୀ ଯିଏକି ଆମର ପୁରା ଭାରତର ଯିଏ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅବମାନନା କରାଯାଇଛି, ତାକୁ ଅସମ୍ମାନଜନକ ଯେଉଁ କଥା କୁହାଯାଇଛି, ତେଣୁ ତା ପ୍ରତିବାଦରେ ଆମେ ଆଜି ଏଇ ରାହୁଲ ଗାନ୍ଧୀ ଆଉ ସୋନିଆ ଗାନ୍ଧୀଙ୍କୁ ନିନ୍ଦା କରୁଛୁ ଏବଂ ଯାହାଦ୍ୱାରା ଆମେ ଆଜି ତାଙ୍କ ପୁଷ୍ପତୁଳିକା ଦାହ କରୁଛୁ।